+2 ପରୀକ୍ଷା ଖାତାରେ 70% ମାର୍କ ବଢ଼ାଇ ଦେବା ପାଇଁ ମଗାଯାଉଛି 8,000 ଟଙ୍କା। ନିଜକୁ କାଉନସିଲ ଅଫିସ ଭୁବନେଶ୍ୱରର ଜଣେ କର୍ମଚାରୀ ବୋଲି ପରିଚୟ ଦେଇ +2 ଛାତ୍ରୀଙ୍କୁ ଟଙ୍କା ମାଗିବା ଘଟଣା ଏବେ ସାମ୍ନାକୁ ଆସିବା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା କାଉନସିଲର ସ୍ୱଚ୍ଛତା ନେଇ ଉଠିଛି ପ୍ରଶ୍ନ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ବ୍ୟକ୍ତି ଜଣକ ଛାତ୍ରୀଙ୍କ ନାମ, ବାପାଙ୍କ ନାମ, ଠିକଣା, ରୋଲ ନମ୍ବର, ରେଜିଷ୍ଟ୍ରେସନ ନମ୍ବର ମଧ୍ୟ पूरा ठीक भाବରେ କହିପାରୁଛନ୍ତି। ଶୁଣନ୍ତୁ କିପରି ପରୀକ୍ଷା ଖାତାରେ ମାର୍କ ବଢ଼ାଇ ଦେବା ପାଇଁ ଟଙ୍କା ମାଗୁଛନ୍ତି ଏବଂ ଟଙ୍କା ଫୋନ ପେ ନମ୍ବର ଦେଲେ ବଡ଼ ବାବୁଙ୍କ ପାଖକୁ ଫାଇଲ ଯିବ ବୋଲି କହୁଛନ୍ତି। ଯଦି ଏବେ ସମୟ କେତେଟା ହେଲା? ସାର୍ 2:40। 2:40 ତ ଏବେ କଲ୍ କରୁଛ, ଏବେ ସମୟ ମିଳିଲା? ସାର୍ ଭାଇ ଟିକେ କମ୍ପ୍ୟୁଟର କ୍ଲାସ ଟିକେ ଦୂର ନା, ଆସିକି ପହଞ୍ଚିକି କଲ୍ କଲି ଆଉ ରାସ୍ତାରେ ଆଉ କଥା ହେଇପାରିବି ନା। ରାସ୍ତାରେ 8,000 ଟଙ୍କା କରନ୍ତୁ। 8,000 ଟଙ୍କା ସାର୍, ଟିକେ ଘରେ ଗରିବ, ଟିକେ ସାର୍ ଟିକେ ବୁଝନ୍ତୁ। ଶୁଣନ୍ତୁ, 8,000 କରନ୍ତୁ, ମୁଁ 70% ଆପଣଙ୍କର କରଉଛି। ଯେହେତୁ ବଡାବୁକୁ ବି କଥା କରେଇଲି, ବୁଝିପାରିଲେ ନା ନାଇଁ? କେତେଟା ସବଜେକ୍ଟ ବଢେଇବ? 70 ଏ ଦିଟା ତ ପୁରା ଇଏ କରିଦବୁ, ଏ ଦିଟା 70 କରିଦବୁ, ଆଉ ଯାହା ପୁରୁଣା ଯାହା ଚଢି ଯାଇଛି ସେ ଯାହା 70 କରୁ। 70% ରୁ ଆପଣଙ୍କର କିଛି କମ ଆସିବନି। ସାର୍ ଆଉ ଟିକେ କମ କରନ୍ତୁ। ନାଇଁ ଝିଅ, ଦେଖ, ଯେତିକି କମ କରିବା କଥା ମୁଁ କରିଦେଲି। ମୁଁ ପୁଣି ଟେବୁଲେସନ ଏବେ ଯୋଉ କଥା ହେଲେ କେହି ଯେ ଆପଣଙ୍କର ସେ ମୋ ଭାଇ। ସେ ଭାଇଙ୍କୁ ବି ସେ ହ୍ୱାଟ୍ସଆପ ନମ୍ବର ଦେଇଛନ୍ତି। ଟେବୁଲେସନ କରିକି କେତେ ପରସେଣ୍ଟ ରଖା ହେଲା, କୋଉଥିରେ କୋଉ ମାର୍କ ଆସିଲା, ଆଜ୍ଞା କେତେଟା ପେପର ଟେବୁଲେସନ ହେଇଛି, ସେ ଫଟୋ ବି ମୁଁ ଅଫିସ ଗଲା ପରେ ଛାଡିବି ବୋଲି କହିଛି। ଆଜ୍ଞା, ଛାଡିଛନ୍ତି ନା? ଛାଡିବି, ଏବେ କେମିତି ଛାଡି ହବ? ଅଫିସରେ ଏଲାଉ ନା। ଏଟା ମୁଁ ମୋ ଇଏକୁ ମେଲ କରିଦେଇଥିଲି। ମୁଁ ଅଫିସ ଆବାର ପରେ 6ଟାରେ ଛାଡିଦେବି ହେଲା। ସାର୍ ଫୋନ କୋଉଟା କେମିତି ପଇସା ଦେବି କହୁନାହାନ୍ତି? ନମ୍ବରଟେ ଗୋଟେ ଦେବି, ସେ ନମ୍ବରରେ ହଁ ଦିଅନ୍ତୁ। 9692 9692 93 93 1570। 1570। ଆଜ୍ଞା। ହୁଁ। କାହା ନାଁ? ଗୌତମ ସାର୍, ଗୌତମ ଜେନା। ଆଜ୍ଞା। ପେମେଣ୍ଟ କରିକି ସାଙ୍ଗେ ସାଙ୍ଗେ କଲ୍ କରନ୍ତୁ। ଯେହେତୁ 2:30ରେ ଯିବା କଥା, 2:40 ହେଲାଣି, ପେପର ଆଉ ରହିବନି, ଟେବୁଲେସନ ହେଇଯିବ। ଆପଣ ଶୀଘ୍ର କରିକି ମତେ କଲ୍ କରନ୍ତୁ। ଆଜ୍ଞା। କେତେ ସମୟ ଲାଗିବ? ସାର୍ ଦେଖିକି ଦଉଛି ଆଉ 10 କେତେ? ମିନିଟ୍ ଲାଗିବ ଆଉ। ହଁ, 10 ମିନିଟ୍ ଭିତରେ ପଠଉଛି। ଠିକ ଅଛି। ଆଜ୍ଞା। ପଠେଇକି ମତେ କଲ୍ କରନ୍ତୁ। ଆଜ୍ଞା। ହଉ। +2 ବିଜ୍ଞାନରେ ପରୀକ୍ଷା ଦେଇଥିବା ଛାତ୍ରୀ ଜଣକ ସୌର ଉପେନ୍ଦ୍ରନାଥ ମହାବିଦ୍ୟାଳୟରେ ଚଳିତ ବର୍ଷ ପରୀକ୍ଷା ଦେଇଥିବା ବେଳେ ଏବେ ଏପରି କଲ୍ କରି ଟଙ୍କା ମଗାଯିବା ପରେ ମାନସିକ ଭାବରେ ଭାଙ୍ଗି ପଡ଼ିଛନ୍ତି। ଟଙ୍କା ନଦେଲେ ଇଂରାଜୀ ଏବଂ କେମିଷ୍ଟ୍ରିରେ ଫେଲ୍ ହୋଇଥିବା କଥା ମଧ୍ୟ କହୁଛନ୍ତି, ଯାହାକୁ ନେଇ ଛାତ୍ରୀ ଏବଂ ଛାତ୍ରୀଙ୍କ ବାପା କାଉନସିଲ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠାଇଛନ୍ତି। କେଉଁଠୁ ଏବଂ କିଏ ବ୍ୟକ୍ତି ଛାତ୍ରୀଙ୍କ ଡାଟା ପାଇଲେ ଏବଂ ଟଙ୍କା ମାଗୁଛନ୍ତି? ଉଚ୍ଚଶିକ୍ଷା ବିଭାଗ ଏବଂ ସରକାର ଏହାର ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି। ବାଲେଶ୍ୱର ଜିଲ୍ଲା ଖଇରାରୁ ନିହାରଞ୍ଜନ ପାଣିଙ୍କ ରିପୋର୍ଟ, ଜ୍ୟୋତିପ୍ରଭା ନ୍ୟୁଜ୍।